ଦେଖୁଛନ୍ତି ତ ତୁମ ବଡ଼ଦାଣ୍ଡରେ ଅପେକ୍ଷାରତ ଭକ୍ତ କେତେ କଷ୍ଟ ସହୁଛି। ତାର ନିଜ ଶରୀର କଥା ଭୁଲି ଯାଇଛି, କାରଣ ପ୍ରଗାଢ଼ ଭରସା ତାର ତୁମ ଭୁଜ ପଞ୍ଜର ଉପରେ ଅଛି। ଜଗତର ମାଲିକ ଦୁଆରେ ଶୋଇଲେ ତାର ବର୍ଷା ଖରା ଶୀତ କ'ଣ କରିପାରିବ? ସେଥିପାଇଁ ତ ଶୀତ ରାତିର ଜାଡ଼କୁ ଖାତିର ନ କରି କେମିତି ଚଟାଣ ଉପରେ ଶୋଇଯାଇଛି। ସକାଳର ମଙ୍ଗଳ ଆଳତୀରେ ତୁମ ବଡ଼ସିଂହାର ବେଶ ଆଉ ତୁମ ମୁରୁକା ହସକୁ ଦେଖି ତାର ଆତ୍ମାକୁ ଶାନ୍ତି କରିବାକୁ ସଂସାରଟା ଯାକର ଦୁଃଖ ଯନ୍ତ୍ରଣାକୁ ଭ୍ରୂକ୍ଷେପ ନ କରି ଏଠି ରାତି କାଟିଛି। ଏ ଭକ୍ତମାନେ ସିନା ଏମିତି ଶୋଇଯାଇଛନ୍ତି, କିନ୍ତୁ ତୁମେ ଯେ ବଡ଼ ଦେଉଳ ଭିତରେ ବ୍ୟସ୍ତ ବିବ୍ରତ ହୋଇଯାଉଥିବ। ସକାଳ ହେଲେ କେମିତି ଭକ୍ତଙ୍କୁ ଦେଖିବ ଆଉ ତାକୁ ନେଇ ବ୍ୟାକୁଳ ଥିବ। ସତ କହିଲି ନା ମଣିମା, ତୁମେ କେବେ ବି ଶୋଇପାରୁନଥିବ। ଭକ୍ତ ବନ୍ଧୁ, ଆପଣ ବି ଦେଖି କ'ଣ ଭାବୁଛନ୍ତି? ମଣିମା ଆମର କ'ଣ ଏ ଭକ୍ତଙ୍କ କଷ୍ଟ ଦେଖି ଖୁସିରେ ଥିବେ? ବଡ଼ଦାଣ୍ଡରେ ଭକ୍ତ ଶୋଇଥିବ କାକରରେ, ଆଉ ସେ କ'ଣ ଶାନ୍ତିରେ ଶୋଇପାରୁଥିବେ? ସେ ପରା ଭକ୍ତର ଭାବ ଦେଖି ଲୁହ ଝରାଇ ଦିଅନ୍ତି। ଭକ୍ତର କଷ୍ଟ କେମିତି ଦେଖିପାରିବେ? ନିଶ୍ଚୟ ମହାପ୍ରଭୁ ବଡ଼ ଦେଉଳ ଛାଡ଼ି ଅଦୃଶ୍ୟରେ ବଡ଼ଦାଣ୍ଡରେ ବିଚରଣ କରୁଥିବେ। କିଏ ଖାଇଲା କି ନାହିଁ, କିଏ କେଉଁ କଷ୍ଟ ପାଉଛି, ସବୁ ସେ ନିରୀକ୍ଷଣ କରୁଥିବେ। ଆପଣମାନେ ଯାହା ବି ଭାବୁଛନ୍ତି ଲେଖିବେ ନିଶ୍ଚିନ୍ତ।